ଜଗନ୍ନାଥ ନମସ୍କାର। ନଳିନୀର ଛୋଟ ପ୍ରୟାସକୁ ଆପଣମାନଙ୍କୁ ସ୍ୱାଗତ। ଦୁନିଆ ପରିବର୍ତ୍ତନଶୀଳ, ତା ସହିତ ମନୁଷ୍ୟର କାର୍ଯ୍ୟକଳାପ ଓ ଚିନ୍ତାଧାରାର ପରିବର୍ତ୍ତନ ହୋଇଥାଏ। ଆଜି ମୁଁ ଯେଉଁ ଭିଡ଼ିଓଟି ପ୍ରସ୍ତୁତ କରିଛି ତାହା ଭିନ୍ନ ରକମର ବିଷୟବସ୍ତୁକୁ ନେଇ। ମୁଁ ଜାଣିଛି ମୋର ପୌରାଣିକ ଭିଡ଼ିଓ ଗୁଡ଼ିକ ଆପଣମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି ଓ ପ୍ରଶଂସନୀୟ ହୋଇଛି, ଯେଉଁ ଦ୍ୱାରା ମୋର ମନର ଉତ୍ସାହ ବଢ଼ିଯାଇଥାଏ। ଏଇ ଯେଉଁ ଭିଡ଼ିଓଟି ପ୍ରସ୍ତୁତ କରିଛି ଏହା ଖୁବ୍ କମ୍ ପ୍ରସ୍ତୁତି, ଅଳ୍ପ ଭିଡ଼ିଓର ପ୍ରସ୍ତୁତି ଏହାକୁ ନେଇ କରିବି। ମୁଁ ଯେଉଁ ଭିଡ଼ିଓଟି ପ୍ରସ୍ତୁତ କରିଛି ତାହା ହେଲା ହିନ୍ଦୀ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ନିର୍ମାତା ନିର୍ଦ୍ଦେଶକ ରାଜ କପୁର। ଆଜି ଜାଣିବା ରାଜ କପୁରଙ୍କ ଜନ୍ମ, ବାଲ୍ୟ ଜୀବନ, ବିବାହ, ତାଙ୍କର ପରିଚୟ, ସେ କିପରି ଚିତ୍ର ଜଗତକୁ ଆସିଥିଲେ, ସେ କ'ଣ କରୁଥିଲେ, ଏହିପରି ବିଭିନ୍ନ ବିଷୟରେ ରାଜ କପୁରଙ୍କ ବିଷୟରେ ଜାଣିବା। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଚାଲନ୍ତୁ ଯିବା ଦେଖିବା ଶୋମ୍ୟାନ୍ ରାଜ କପୁରଜୀଙ୍କ ଜୀବନ ଇତିହାସ। आजा सनम मधुर चांदनी में हम, तुम मिले तो वीरानों में भी आ जाएगी बहार, झूमने लगेगी आसमां, झूमने लगेगी आसमां, कहता है दिल और मचलता है दिल, मोरे साजन ने ले मुझे तारों के पार, लगता नहीं है दिल यहाँ, लगता नहीं है दिल यहाँ। ଏହି ସଙ୍ଗୀତର ମୂର୍ଚ୍ଛନା ଅବାଳ ବୃଦ୍ଧ ବନିତାଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରେ। ଅତୀତ ଜୀବନର ଦୃଶ୍ୟପଟ ମନ ଭିତରେ ଉଙ୍କି ମାରେ। କିଛି କ୍ଷଣ ପାଇଁ ସଙ୍ଗୀତର ତାଳେ ତାଳେ ନାଚି ଉଠେ ମନ ପ୍ରାଣ। ରାଜ କପୁରଜୀ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ସ୍ୱନାମଧନ୍ୟ ମହାନାୟକ, ଯାହାର ବଳିଷ୍ଠ ନିର୍ଦ୍ଦେଶନାରେ ବିଭିନ୍ନ ପ୍ରକାର ନୀତିପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ଓ ଏହା ହୃଦୟକୁ ଭାବ ବିହ୍ୱଳ କରିଦେଉଥିଲା। ଶୋମ୍ୟାନ୍ ରାଜ କପୁରଙ୍କ ଜନ୍ମ 14 ଡିସେମ୍ବର 1924ରେ ପେଶାୱାର, ଯାହା ଏବେ ପାକିସ୍ତାନରେ ଅଛି, ସେଠାରେ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ପ୍ରସିଦ୍ଧ ଅଭିନେତା ପୃଥ୍ୱୀରାଜ କପୁର ଓ ମାତାଙ୍କ ନାମ ଥିଲା ରାମଶରଣୀ ଦେବୀ କପୁର। ପତ୍ନୀଙ୍କ ନାମ ଥିଲା କ୍ରିଷ୍ଣା କପୁର। ସେ ଡେରାଡୁନ୍, କୋଲକାତା ଓ ବମ୍ବେ ପରି ବିଭିନ୍ନ ସହରରେ ଶିକ୍ଷା ଲାଭ କରିଥିଲେ। 1940 ମସିହାରେ କେଦାର ଶର୍ମାଙ୍କ ଚଳଚ୍ଚିତ୍ରରେ ସେ ସହାୟକ ନିର୍ଦ୍ଦେଶକ ରୂପେ କାମ କରିଥିଲେ। ସେ ନିଜ ପିତାଙ୍କ ଚଳଚ୍ଚିତ୍ର ଇକବାଲ 1935ରେ ନିର୍ମିତ ହୋଇଥିଲା। 1943ରେ ଗୌରୀ, 1946ରେ ବାଲ୍ମୀକି ଇତ୍ୟାଦି ଚଳଚ୍ଚିତ୍ରରେ କାମ କରିଥିଲେ। 1947ରେ କେଦାର ଶର୍ମାଙ୍କ ନୀଲକମଲରେ ସେ ଅଭିନେତା ରୂପେ ପରିଚୟ ପାଇଥିଲେ। 1948ରେ ସେ ନିଜ ଚଳଚ୍ଚିତ୍ର ଆଗ୍ ନିର୍ମାଣ କରିଥିଲେ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ଆର୍କେ ଫିଲ୍ମସ୍ ସ୍ଥାପନ କରିଥିଲେ। 1949ରେ
ସେ ବର୍ଷାତ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହାର ନାୟିକା ଥିଲେ ନର୍ଗିସ୍। ଏହି ଚଳଚ୍ଚିତ୍ରର କଥାବସ୍ତୁ ନିର୍ଦ୍ଦେଶନା ଉଚ୍ଚକୋଟୀର ହୋଇଥିଲା ଓ ହୃଦୟକୁ ଜୟ କରିପାରିଥିଲା। ବର୍ଷାତର ସଙ୍ଗୀତ ବର୍ଷାତ ମେ ଆଜି ବି ସ୍ମରଣୀୟ ହୋଇ ରହିଛି। 1951ରେ ଆୱାରା, 1953ରେ ଆହ, 1955ରେ ଶ୍ରୀ 420, 1956ରେ ଚୋରି ଚୋରି, ଜାଗତେ ରହୋ ଇତ୍ୟାଦି ନିର୍ମାଣ କରିଥିଲେ। ସେ ମାଲା ସିହ୍ନା, ମୀନା କୁମାରୀ, ୱେଦା ରେହମାନ, ନୂତନ, ପଦ୍ମିନୀ, ହେମମାଳିନୀ, ସିମି ଗରେୱାଲ ପ୍ରଭୃତି ଅଭିନେତ୍ରୀଙ୍କୁ ପରିଚୟ ଦେଇଥିଲେ। 1970ରେ ସେ ମେରା ନାମ ଜୋକର ନିର୍ମାଣ କରିଥିଲେ। 1982ରେ ସେ ବକିଲ ବାବୁ ଚଳଚ୍ଚିତ୍ର କରିଥିଲେ। 1985ରେ ରାମ ତେରି ଗଙ୍ଗା ମେଲିର ନିର୍ଦ୍ଦେଶକ ରୂପେ ପରିଚିତ ଥିଲେ। ଏହା ଥିଲା ରାଜ କପୁରଜୀଙ୍କ ଶେଷ ଚଳଚ୍ଚିତ୍ର। ରାଜ କପୁରଜୀ ଅନେକ ଆୱାର୍ଡ଼ରେ ଭୂଷିତ ହୋଇଥିଲେ। 1971ରେ ପଦ୍ମଭୂଷଣ, 1987ରେ ଦାଦା ସାହେବ ଫାଲକେ ଆୱାର୍ଡ଼, ଯାହା ଚଳଚ୍ଚିତ୍ର ଜଗତ ପାଇଁ ଆଜୀବନ ଯୋଗଦାନ ନିମିତ୍ତ ଦିଆଯାଇଥିଲା। ରାଜ କପୁରଜୀଙ୍କୁ ଶୋମ୍ୟାନ୍ କୁହାଯାଉଥିଲା। ଭାରତୀୟ ଚଳଚ୍ଚିତ୍ର ଜଗତରେ ସେ ଏକ ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମିତ କର୍ତ୍ତା ଥିଲେ। ରାଜ କପୁରଜୀଙ୍କ ଜୁନ୍ 1988ରେ ଦେହାନ୍ତ ହୋଇଥିଲା। ତାଙ୍କର ସେହି ଭାବପୂର୍ଣ୍ଣ ସଙ୍ଗୀତ जीना यहाँ मरना यहाँ उसके सिवा जाना कहाँ, जीना यहाँ मरना यहाँ इसके सिवा जाना कहाँ।